ইরান ର ପ୍ରତିଶୋଧ ନଇଲା ଆମେରିକା ଯାହା ଆଶଙ୍କା କରାଯାଉଥିଲା ତାହା ସତ ହୋଇଛି। ଆମେରିକା ଆକ୍ରମଣର ପ୍ରତିଶୋଧ ନେଇଛି ଇରାନ। ଆମେରିକୀୟ ଆକ୍ରମଣ ଜବାବରେ ଇରାନ କତର ଓ ଇରାକରେ ଥିବା ଆମେରିକୀୟ ସେନା ଘାଟି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। କତରରେ ଥିବା ଆମେରିକା ସୈନ୍ୟ ଠିକଣା ଉପରେ ମିସାଇଲ ଆକ୍ରମଣ କରିଛି। ଇରାନ ଅଲ ଉଦିଦ ଏୟାରବେସ୍ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। କତର ରାଜଧାନୀ ଦୋହାରେ ଜୋରଦାର ବିସ୍ଫୋରଣ ଶୁଣିବାକୁ ମିଳିଛି। ଇରାନ ମିସାଇଲକୁ ନଷ୍ଟ କରିବାକୁ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରାଯାଇଛି। ତେବେ ଇରାନର ପ୍ରତିଶୋଧ ନିଆଁରେ ନରମିଛି ଆମେରିକା। ଇରାନ ଇସ୍ରାଏଲ ମଧ୍ୟରେ ସିଜ ଫାୟାର ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏନେଇ ଦୁଇ ଦେଶ ମଧ୍ୟରେ ସହମତି ହୋଇଥିବା ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ତେବେ ଇରାନକୁ ପ୍ରଥମେ ସିଜ ଫାୟାରର ନିୟମ ପାଳନ କରିବାକୁ ହେବ ବୋଲି ସେ କହିଛନ୍ତି। 6 ଘଣ୍ଟା ମଧ୍ୟରେ ସିଜ ଫାୟାର ଲାଗୁ ହେବ। ଏହାପରେ 12 ଘଣ୍ଟା ମଧ୍ୟରେ ଇସ୍ରାଏଲ ମଧ୍ୟ ସିଜ ଫାୟାର କରିବ। 24 ଘଣ୍ଟା ମଧ୍ୟରେ ଯୁଦ୍ଧ ଶେଷ ହେବ ବୋଲି ସେ ନିଜ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି। ତେବେ ଏନେଇ ଇରାନ ଓ ଇସ୍ରାଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପଟେ ଇରାନ ଆକ୍ରମଣକୁ ଅତି ଦୁର୍ବଳ କହିବା ସହ କୌଣସି ବଡ଼ କ୍ଷତି ହୋଇନଥିବା କହିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଇରାନ 14ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ବେଳେ 13ଟିକୁ ଆକାଶରେ ହିଁ ନଷ୍ଟ କରାଯାଇଛି। ଆକ୍ରମଣରେ କୌଣସି ନାଗରିକଙ୍କ ମୃତ୍ୟୁ ହୋଇନି କିମ୍ବା କେହି ଆହତ ହୋଇନଥିବା ସେ କହିଛନ୍ତି।